ମସିହାରେ ପିକନିକ ଯାଇଥିଲୁ ରାୟଗଡା ହାତୀ ପଥର। ନାଇଁ ହାତୀ ପଥର ଅଛି ଯାଇଛି ବୁଲିଛୁ। ହଁ ମଝିରେ ଯାଇଥିଲୁ ମଝିରେ କାଇଁ ମନ୍ଦିର ହେଇଥିଲା ସେଠି ଗଲା ବେଳକୁ ଯେହେତୁ ଗୋଟେ ରାତି ପୂର୍ବରୁ ବାହାରିବୁ ତ ଚିକେନ ଆମେ ଚିକେନ ପାଇଁ ବ୍ୟବସ୍ଥା ହେଇଥିଲା ତ ଚିକେନ ଆମେ ସେଇଠୁ କିଣିବୁ। ଚିକେନ ପାଇଁ ଆମର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା 110 ଟଙ୍କା ସେଇ ହିସାବରେ। କିନ୍ତୁ ସେଠି ପଚାରିକି ଯେତେବେଳେ ଚିକେନ କଥା ପଚାରିଲୁ ଭାଇ ଚିକେନ ରେଟ୍ କେତେ ସିଏ କହିଲା 200 ଟଙ୍କା ଯେତେବେଳେ କହିଲା 200 ଟଙ୍କା ଯେତେବେଳେ କହିଲା ଆମ ସାର ଏଠି କହିଲି ଏଠି କଣ ନା ସେ ଅରୁଆ ଭାତ ଡାଲମା ଖାଇବା କଣ କରିବା ତାପରେ ସେ ଲୋକ ପଚାରିଲେ ସାର୍ କଣ ଦରକାର ନା ଏମିତି ପିଲାଙ୍କୁ ନେଇକି ଆସିଥିଲୁ ଏମିତି ବ୍ରଏଲର ଗୋଟେ ଏତେ ଟଙ୍କା ନା ନା ତାହେଲେ ଆପଣ ଗୋଟେ କାମ କରୁନାହାନ୍ତି ମଟନ ଚିକେନ ଆପଣ 180 ଟଙ୍କା କହିଲେ 180 ନା 160 ଚିକେନ ଆପଣ 160 କହୁଛନ୍ତି ମଟନ ତ ଆପଣ 300। ହଁ 180 ସେ କହିଲେ ଆମର ଏଠି 110 ଥିଲା 110 ଟଙ୍କାରେ ମିଳିଯାଉଛି 180 ଯେତେବେଳେ କହିଲେ ମାନେ ତାର ଡବଲ ଯେତେବେଳେ କହିଲେ ତ ସାର୍ ମୁହଁ ଶୁଖେଇଦେଲେ କଣ କରିବା ନା ସାର୍ ଆପଣ ମଟନ କରୁନାହାନ୍ତି ମଟନ କରିବି କଣ ଆଉ ପଇସା ଦେବି ନା ନା ଏଠି ମଟନ ଦରକାର ନା କେତେ ଟଙ୍କା 70 ଟଙ୍କା 70 ଟଙ୍କା କିଲୋ ଥିଲା ମଟନ ତ ଆମର ଆହୁରି ରଜ ହେଇଗଲା ତାର କହିବେ ଚିକେନ ନେଇ ମଟନ ଦିଆଯିବ 70 ଟଙ୍କାରେ ଆମେ ସେଥିରେ ମଟନ କିଲେ କିଲେ ପାଇବୁ କାରଣ ସେ ଜାଗାରେ ସେ ଜିନିଷ ହିଁ ହଉଛି। ଆମେ ଯଦି ବାରିପଦା ପଟକୁ କୁଆଡେ ଯିବା ମୟୂରଭଞ୍ଜ ସେପଟେ ସେପଟେ ଦେଶୀ କୁକୁଡ଼ା ଶସ୍ତା ଘରେ ଘରେ କୁକୁଡ଼ା ଆଉ ବଣ ଜଙ୍ଗଲ ତେଣୁ ସେଇ ଜାଗାରେ ତମେ ବ୍ରଏଲର କୁକୁଡ଼ା ଅଧିକା ରେଟ୍ ପାଇବ ତାଠୁ ଶସ୍ତାରେ ପାଇବ ଦେଶୀ ତମେ କୁକୁଡ଼ାକୁ ଚୁଜ କରିବ ଦେଶୀ କୁକୁଡ଼ା ଯଦି ତମକୁ ପକୋଡା ଖାଇବାର ଅଛି ତ ତାର ବ୍ରଏଲର ନହେଲେ ତରକାରୀ ଖାଇବାର ଅଛି ତ ସେ ଆନନ୍ଦ ଦବ ସେ ଯୋଉ ଦେଶୀ କୁକୁଡ଼ା ଦାନ୍ତ ପଳେଇବ ଦେଶୀ କୁକୁଡ଼ା ତ ଏମିତି କାଣ ତାପରେ ପକୋଡା କରିବୁ ଦାନ୍ତ ବ୍ରଏଲର ପକୋଡା ଏଇଥିପାଇଁ କରୁଛନ୍ତି ଯେ ମାଂସ ଟା ମାନେ ନରମ ଥାଏ ବୋଲି ଖାଇବ ଓକେ ତ ଦେଖ ଏଇ ଯୋଉ ବେନିଫିଟ ଅଫ ଇଣ୍ଟରନ୍ୟାସନାଲ ଡିଭିଜନ ଅଫ ଲେବର ଆଣ୍ଡ ସ୍ପେସିଆଲାଇଜେସନ କଣ ହେଲା ନା ସବୁ କମ୍ପାନୀ ମାନେ କଣ କଲେ ତାଙ୍କର ସେଟଅପ ସବୁ ଗୋଟେ ଗୋଟେ ଦେଶରେ ସବୁ ବନେଇଲେ ଯେତେବେଳେ ତାଙ୍କ ସେଟଅପ ଟା ସେ ଜାଗାରେ ବନେଇଲେ ତ ତାଙ୍କୁ ଇଜିଅର ହେଲା ଜିନିଷ ଗୁଡାକ ଡିଷ୍ଟ୍ରିବ୍ୟୁସନ କରିବା ଯେତେବେଳେ ଜିନିଷ ଗୁଡାକ ଡିଷ୍ଟ୍ରିବ୍ୟୁସନ ହେଲେ କିନ୍ତୁ ତାକୁ ଶିକ୍ଷା ଦେବା ପାଇଁ ତାଙ୍କର ଲୋକ ବି ରହିଲେ ତାଙ୍କର ଲେବର ଯୋଉଠି ଅଧିକ ଲେବର ଦରକାର ପଡୁଥିଲା ଜଣେ ଟ୍ରେନରକୁ ଆଣିଲା ଆମ ଲେବର ମାନଙ୍କୁ ୟୁଟିଲାଇଜ କଲା ତାଙ୍କୁ ଶିଖେଇଲା ଶିଖେଇକି ଆମ ଲେବର ମାଧ୍ୟମରେ ସେ ମ୍ୟାନୁଫ୍ୟାକ୍ଚରିଂ ବନେଇଲା ଯେତେବେଳେ ସିଏ ଲେବର ନେଇକି ଆସିବ ତାହେଲେ କଣ ହବ ତାଙ୍କ ଲେବର କଷ୍ଟ ବି ଅଧିକ ପଡିବ ଗୋଟେ ଦେଶ ମୁଁ ଆସିବି ତାଙ୍କ ରହିବା ଖାଇବା କିନ୍ତୁ ଯଦି ମୁଁ ଗାଁ ପାଖ ଲୋକଙ୍କୁ ଟ୍ରେନ ଅପ୍ କରିଦେବି ତାହେଲେ କଣ ହବ ଘରୁ ପଖାଳ ଖାଇକି ଆସିକି ମୋବାଇଲ ବନେଇବି ହଁ ମୋବାଇଲ ମଦର ବୋର୍ଡ ବନେଇବି କଣ ହବ ଆଜି ପଖାଳ ସହିତ ଖାଇଲେ ମଦର ବୋର୍ଡ ଟା ବନେଇବି ତେଣୁ ଆମର ଶସ୍ତା ରହିଲେ କମ ପଇସାରେ ଏତିକି ଲୋକ ରହିଲେ ତ ମ୍ୟାନୁଫ୍ୟାକ୍ଚରିଂ ପ୍ରଡକ୍ସନ ମୋର ଅଧିକା ହେଲେ ତ ମ୍ୟାନୁଫ୍ୟାକ୍ଚରିଂ ପ୍ରଡକ୍ସନ ଅଧିକା ହେଲେ ମୁଁ ଅଧିକା ସେ ତାର ଇଣ୍ଟରନାଲ ସ୍କିଲ୍ ସେଇଟା କହିଲି ଟ୍ରେନର ପ୍ରଥମ କଥା ଟ୍ରେନିଂ ମୁଁ ମୋବାଇଲ ମଦରବୋର୍ଡ ବନେଇ ଜାଣିନି ମତେ ଦବା ତ ଶୋଇଛି ସରିଲା କିନ୍ତୁ ସେ ଯୋଉ ଟ୍ରେନିଂ ଦବା ଆଉ ତାକୁ ତତ୍ତ୍ୱାବଧାନ କରିବେ ତା ମାନେ କଣ ଯେ ମୁଁ କୁଲି ଦେଇଦିଏ କମ୍ପାନୀ ବର୍ବାଦ ବୁଝିପାରୁଛ 40% ଏମାନଙ୍କୁ ରହିଲେ ମାନେ ସମୟ ଅନୁସାରେ ସେ ଜିନିଷଟା ଚେଞ୍ଜ ଯେତେ ଟ୍ରେଣ୍ଡ ହେଇକା ଯିବେ ସେ ଅନୁସାରେ ବାହାର ଲେବର ଗୁଡାକ କମିବ ବୁଝିପାରିଲେ ତାପରେ ହେଲା extension of market in India the size of the market is small hence inducement to investment is low this account for low capital formation in country here international trade act as the effective means to expand the size of the market beyond the national boundaries the good produce at home can be sold foreign countries so that size of the market should be expanded ଦେଖିବା ଯୋଉ ସମୟରେ ପ୍ରାୟ କିଛି ବର୍ଷ ହବ ଯଦି ମାର୍କ କରୁଥିବ ଆମର ସପିଂ ମଲ୍ ସଂଖ୍ୟା ବଢି ଯାଇଛି ତ ଡିଫରେଣ୍ଟ ଡିଫରେଣ୍ଟ
मोबाइल कंपनी संख्या बढ़ी जाइए बाइक गुड़ाक आम कि पारुचे अधिक को बाइक टा जो समय गोटे बाइक टा आम ड्रीम थिला से बाइक गुड़ाक आम केमी कि सस्ता कहीं कि को बाइक दुर्लभ बाइक सब यंग जनरेशन स्प्लेंडर प्लस स्प्लेंडर प्लस ସେଇଟା କମନଲି କିଣୁଥିଲି ରୟାଲ ବାଇକ୍ ମାନେ ଯୋଉଟା ରାଜା ତ ନାହିଁ ବୋଧେ ହଁ ହେଲା ଯାवा ରୟାଲ ଏବେ ସମସ୍ତେ ବୁଲେଟ ଆଗ ବୁଲେଟ କୋ ମାନେ ପୋଲିସ ମାନେ ପୋଲିସ ଧରିଥିଲେ ନର୍ମାଲି ଗୋଟେ ବୁଲେଟ କି ଧରୁଥିଲା ଗୋଟେ ପୋଲିସ ଟେ ଧରୁଥିଲା ଗୋଟେ ହଉଛି ରୟାଲ ଏନଫିଲ୍ଡ ଆମେ କିଣିପାରୁଛୁ ଆଗରୁ ରୟାଲ ଏନଫିଲ୍ଡ ଆମେ କିଣିପାରୁନୁ ବୁଲେଟ ଜିନିଷ ଯୋଉଟା କି ଆମର ପୋଲିସ ମାନେ ଆର୍ମି ଲୋକମାନେ ମାନେ ବେଶୀ ବ୍ୟବହାର କରୁଥିଲେ କମନ ଲୋକମାନେ ବ୍ୟବହାର କରୁଥିଲେ ସମସ୍ତଙ୍କ ପାଖରେ ବୁଲେଟ ଅଛି ମୋର ବି ଗୋଟେ ଥିଲା ମୁଁ ବି ନାଇଁ ହାର୍ଲି ଡେଭିଡସନ ହଁ ତାପରେ ନେକ୍ସଟ ଆସିବା ହାର୍ଲି ଡେଭିଡସନ ହଉଛି ଗୋଟେ କମ୍ପାନୀ ଯୋଉଟା କି ଫରେନ ରେ ଏଟା ବେଶୀ ବ୍ୟବହାର କରାଯାଏ ଆକୁ ଗୋଟେ ଡ୍ରିମ୍ ଥିଲା ବା ଯିଏ ସବୁଠାରୁ ଅଧିକ ଧନୀଶାଳୀ ବ୍ୟକ୍ତି ଥିଲା ସେ ଫରେନ ରୁ ମଗେଇକି ଏଠି ୟୁଜ କରୁଥିଲା ଅଡି କାର ମର୍ସିଡିଜ ଏ ସବୁ ଆମେ ସବୁ ଶୁଣୁଥିଲେ ଫରେନ କାର କିନ୍ତୁ ତମେ ଏବେ ଯଦି କଟକରୁ ପାହାଡ ପାଖକୁ ଯିବ ଅଡି ମର୍ସିଡିଜ ବେଞ୍ଚ ସବୁ କାର ଗୁଡାକ ଏମିତି ଲାଇନ ଲାଇନ ହେଇକି ରହିଛି ତ କମନ ଥିଲା ହଁ ଆଉ ସବୁ ମାନେ ଦି ତିନିଟା ଆମର ହାଇ ଫାଇ ଜିନିଷ ଯୋଉ କାର ଆଉ ଗୋଟେ ହଉଛି ଏଲଜି ଏଇ ସବୁ କାର ଗୁଡାକ ଯୋଉଟା କି ରୟାଲ କାର ସବୁ ଥିଲା ଯୋଉ କାର को କେବଳ ଜଣେ ବିଶିଷ୍ଟ ବ୍ୟକ୍ତି ହିଁ କିଣିପାରିବ ଆଇଦର ନେତା କିଣିପାରିବ ନହେଲେ ସେଇଭଳିଆ ଇଣ୍ଡଷ୍ଟ୍ରିଆଲିଷ୍ଟ କିଣିପାରିବ ନହେଲେ ସେ କଳା ବଜାରୀ କିନ୍ତୁ ଏବେ ସମସ୍ତେ କିଣିପାରୁଛନ୍ତି ତାପରେ ସୋରୁମ ବି ଅଡି ସୋରୁମ ଏଇ ସବୁ ସୋରୁମ ସବୁ ବୁଝିଲେ କି ତ ଏଇ ଜିନିଷ କାହିଁକି ହେଲା ନା ସେ ସମୟରେ ମ୍ୟାନୁଫ୍ୟାକ୍ଚରିଂ କମ ଥିଲା ମାନେ ମ୍ୟାନୁଫ୍ୟାକ୍ଚରିଂ ଗୋଟେ ମଗେଇବା ପାଇଁ ବାହାର ମଗା ହଉଥିଲା ଏକ୍ସପୋର୍ଟ ଇମ୍ପୋର୍ଟ ଚାର୍ଜ କରିକି କଷ୍ଟ ଅଧିକା ହେଲା ଯେତେବେଳେ ମ୍ୟାନୁଫ୍ୟାକ୍ଚରିଂ ଆ ଭିତରେ କରାଗଲା ତାର ସେଟଅପ୍ ଯେତେବେଳେ ଏଠି ବନା ହବ ତାହେଲେ ସ୍ପେୟାର ପାର୍ଟ ଯେତେବେଳେ ଆଭେଲେବଲ ହେଲା ସମସ୍ତେ ସେଇ ଜିନିଷଟାକୁ ଇଜିରେ ଆଭେଲେବଲ କରିବେ ବୁଝିଲେ କି ତେଣୁ ସେଥିପାଇଁ କଣ ହେଲା ନା ଆ ଦ୍ୱାରା ଆମର सेटअप कॉस्ट भी कमी होला ଆଉ ମାର୍କେଟ ଟା ବି ସେତିକି ଏକ୍ସଟେନସନ ହେଲା କଟକରୁ ଯେ ବିଲଙ୍ଗସ କରୁଛ ତମେ ଦେଖିଥିବ ତମେ କେବେ ଭୁବନେଶ୍ୱର ବିଷୟରେ ଯାଅ ଆଗରୁ ଯେତେବେଳେ ତମେ ଯେତେବେଳେ ଯାଉଥିଲ ତମେ ଭୁବନେଶ୍ୱର ଯାଉଥିଲ ତମେ ବି ସେତେବେଳେ ଯଦି କଟକ ଆସିକି ଭୁବନେଶ୍ୱର ଯାଉଥିଲ ସେଇ ଯୋଉ ପାହାଳ ପାହାଳ ଏରିଆ ଚାରିପଟେ କଣ ଥିଲା ଗଛ ଗୁଡାକ ଥିଲା ଗଛ ଥିଲା ଚାଷ ଜମି ଥିଲା ତାପରେ ଖାଲି ତମେ ଯଦି ଗୋଟେ ଦୋକାନ ପାଇବ ତା ଭିତରେ ଗୋଟେ ପାଇବ ପାହାଳ ଗୋଟେ ଦୋକାନ ନଉଥିଲା ମିଠା ଦୋକାନ ଆଉ ନଖରା ପାଖରେ ଗୋଟେ ଦୋକାନ ଥିଲା ତା ପାଖା ଆଖି କୌଣସି ଦୋକାନ ନାହିଁ ଏବେ ତମେ ଭୁବନେଶ୍ୱର କଟକ ପହଞ୍ଚିଯିବ ଚାରିପଟେ ଦୋକାନ ଚାରିପଟେ ରେଷ୍ଟୁରାଣ୍ଟ ଚାରିପଟେ ସବୁ ଜିନିଷ ଖୋଲିଗଲା ଦ୍ୟାଟ ମିନ୍ସ ମାର୍କେଟ ର ଏକ୍ସଟେନସନ ଅଧିକା तो मार्केट आस्ते आस्ते एक्सपांड करूची जे हिसाब रे एक्सपांड करूची सेही हिसाब रे बिक्री मते भी हो तो जेतेबे फॉरेन इन्वेस्टमेंट हैला मार्केट एक्सपांड एक्सटेंशन टा भी अधिक होला बहरी जाय सबुठार बढ़िया एग्जांपल होची आमे जेतेबे एठू जाउतरे त्रिशूलिया से कहि भुवनेश्वर जाउतरे रात्रि के एगो मर्डर करके डर लागला 7-8 टा पर घुसुन की जाने
त्रिशूलिया कटक रू आम भुवनेश्वर पहुंची जाऊँ सेपट लाइन देकी आमको जना पड़े भुवनेश्वर सब जाक बिल्डिंग जो गाँ था से भुवनेश्वर सब रास्ता पटे 8 9 सब जगह दुकान सब जगह बिल्डिंग सब जगह रेस्टोरेंट सब जगह खाଇବା ଜିନିଷ ସବୁ ଜିନିଷ ଆଭେଲେବଲ ଅଛି ମାର୍କେଟଟା ଆସ୍ତେ 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 ଲାଗି ଲାଗିକା ଭୁବନେଶ୍ୱରରେ ଲାଗିଯାଉଛି ମାନେ ଯୋଉ ଜାଗାରେ ଆମକୁ ଜଣା ପଡୁନି ଯେ ଆମେ କୋଉଠି ଅଛୁ ଯୋଉ ଜାଗା ଆମକୁ ଭୟ ଲାଗୁଥିଲା ସେ ଜାଗାରେ ମାର୍କେଟ ଏକ୍ସଟେନସନ ହେଇଗଲା କେତେ ଏଇଟା ହଉଛି କୋଉଥିପାଇଁ ଯେତେବେଳେ ଫରେନର ପଇସା ବା ଫରେନ ପଇସା ସୁପର ଇନଭେଷ୍ଟମେଣ୍ଟ ହଉଛି ଏ ଜାଗାରେ ଏଇ ହିସାବରେ ମାର୍କେଟରେ ଏକ୍ସଟେନସନ केएफसी हमारे ये देखो डोमिनोज ये सब किसी नथिला ए जगह दो केवल रिलायंस डोमिनोज केएफसी सेपटे जो इंडियन चिकेन एक्सप्रेस तो खाई ना नहीं नहीं खाई ना जाई ना हां जाई इंडियन चिकेन एक्सप्रेस जाई ना तो कुरकुरे चिकेन हां इंडियन चिकेन एक्सप्रेस आईसी ए पुढे हां हे जाऊ हाँ हाँ बिल्कुल नहीं पूरा मुझे नीला जाए कुरकुरे चिकन अगर केएफसी बोले थी डोमिनोज आज काल जो थी वो डोमिनोज पिज्जा को कॉन्टेस्ट देके हमारे चैनल पे देखे कितने पिज्जा मिली तो आस्ते आस्ते मैं देखो ना लोगों चाली चलन ना लोगों का दत्ता देखके मार्केट एक्सटेंशन होती होते बेनिफिट help in the import of capital good. India is a capital deficient country. Due to the shortage of capital, we cannot exploit our natural resources. Again, without the adequate capital stock, the industrialization process cannot take off. So, in order to industrialize the economy, foreign trade provide a venue to import the necessary capital good and advanced technology to critical raw material needed for the rapid industrialization. कैपिटल ऑफ गुड माने कौन सी कंपनी स्टार्ट करिया पाई जोटा मूलधन दरकार बा जोटा आमे कहबा कंचा माल दरकार से कंचा माल रो डेफिशिएंसी हम भारत रे अछि आमे से कंचा माल को यूटिलाइज लेवल करि पार देखो फॉरेन रे इलेक्ट्रिक यूज करा जाऊ नहीं जो तापज विद्युत केंद्र किबा हमर जो हीराकुद डैम रो हमर इलेक्ट्रिसिटी उत्पादन करा जाउची से बळा बाहर नहीं अमेरिका से जिनस ना तुम्हें जान ए गोटे कोड़ा हाँ विंड टरबाइन कौन पाई सेठी हो विंड टरबाइन सोलार इलेक्ट्रिक सिस्टम जदि हमें यूज करूचे 3 वर्ष परे से सिस्टम ऑटोमेटिक इलेक्ट्रिक जनरेट करबा तमे इलेक्ट्रिक को बिकी परिबो एबे उत्कर्ष ओडिसा रो जो होइतिला तमे देखि जो सब जगह इंडस्ट्रियल लोक माने आसे कि तकर इन्वेस्टमेंट विषय कथा वार्ता होले उत्कर्ष ओडिसा रे से माने सोलार सिस्टम तमे देखि यूट्यूब रे मारी देखिबो सोडा उत्कर्ष ओडिसा रे सोलार सिस्टम ऊपर डिस्कशन करे सोलार सिस्टम पैनल जेतला हमें बसौचे तो सेठी ऑटोमेटिक कोन करूची एते हमर जो हमर जेतु खरा अंचल रहूची एते से इलेक्ट्रिक जनरेट करूची आ से इलेक्ट्रिक एते जनरेट होची से इलेक्ट्रिक को बिकी करू जो तो इलेक्ट्रिक प्रोडक्शन हाउस भी तमे हमर हे मात्र 3 लाख 4 लाख टका इन्वेस्ट होची लाइफ सारा तमर इलेक्ट्रिसिटी तमे जे हिसाब करिवो गोटे वर्ष भीतर हमें धर गोटे घर रो खर्च 3000 4000 होची 36000 करी के जदि हम देखिबा 3-4 वर्ष रो जति कॉस्ट हमें 4 वर्ष पर से इलेक्ट्रिसिटी हम काटना तापर जति इलेक्ट्रिसिटी एक्स्ट्रा प्रोडक्शन हो ताको हमें बिकी परियो तादरे लोक एसी भी चलै परतो तो ये पैनल बसेले गवर्नमेंट सब्सिडी भी दोजी 75000 यदि इलेक्ट्रिक बाइक ऊपर दोजी यदि सोलार सिस्टम पर सोलार पैनल तो ये सब गोटे गोटे जिनस जोटा आसुची जोटा कि ऑलरेडी इंप्लीमेंट हेची किंतु हम पछरे जोटा कि हमर सचेतनता भीतर नै गां मानकर जेता देखिबा जो जगह रे वर्षा झड़ बेसी होची से जगह रे एई सब इलेक्ट्रिक पैनल भी यूज कर देखि छ तुम और हेची के हेची ना गोटे प्लेट लगी से प्लेट रे चार्ज हो रात रे लाइट जलियो स्ट्रीट लाइट अछि हैं तो से वाला बेसी गां मान कर से पटे जो जंगल एरिया से सब केउ जो मयूरभंज साइड रे बेसी है सोलार गीजर
ट्यूबलाइट भैया थी पूरा खरा हम से पानी पूरा गरम हुए तमें इलेक्ट्रिसिटी यूज करू तो इलेक्ट्रिसिटी कंजप्शन भी कम देखो आज जाए देखिए उत्कर्ष ओडिशा जो सब नुआ नुआ इनोवेशन सब आस्था से इनोवेशन रे हमर जो सोलार सिस्टम का सबटा बेसी मार्केट नहीं था गवर्नमेंट पाखे सब्सिडी भी दो टाइम ହେଇଗଲା ନେକ୍ସଟ କ୍ଲାସ ରେ ଆଗକୁ ପଢିବ ବୁଝି ପାଇଲା ଯେତିକି କଣ୍ଟେଣ୍ଟ ଟା ପଢେଇବେ ସାରା କ୍ଲାସ ଟା ସବୁ ବ୍ରିଫିଂ କରିବୁ ସରିଯିବ ଦିଟା ତିନିଟା ଆର କ୍ଲାସ ସରିଯିବ ଆସିଲେ ଯଦି ଥିବ ତମେ ଆଉ ମୁଁ ମାନେ ବୁଝିପାରୁଛ ତ ମୁଁ ପଢେଇଲେ ମୁଁ ବୁଝିଲି ହଁ ହଁ ସାର୍ ଙ୍କ କ୍ଲାସ ମିସ୍ କରିବନି ସାର୍ ଙ୍କ କ୍ଲାସ ଦେଖ ମାନେ ଯୋଉମାନେ ହଷ୍ଟେଲ ରହୁଛ ତମକୁ ଆଉ ଥରେ କହିଦଉଛି ବହୁତ କଷ୍ଟରେ ବାପା ମା ମାନେ ତମକୁ ଏଠି ପଇସା ଦେଇକି ରଖୁଛନ୍ତି ସେ ପଇସାକୁ ଅନୟୁଟିଲାଇଜ କରିବ ନାହିଁ ଯଦି ଦେଖୁଛ ତମ ପାଖରେ ଯୋଉ ସାଙ୍ଗମାନେ ଯଦି ଅଛନ୍ତି ବା ଭାଇମାନେ ଅଛନ୍ତି ସେମାନେ ଏବେଠୁ ସରେଣ୍ଡର କରିବାକୁ ପଡ଼ିଲେ ତୁ ଯଦି ରହିବେ କାହିଁକି ସେ ଅବସ୍ଥାରେ ଅଛି କଥା ନ ମାନିବା ଏଇ ସବୁ ଜିନିଷରେ ଆସିଲେ ତମେ ଲାଷ୍ଟକୁ ଫେଲ ହବା ସିଚୁଏସନକୁ ଆସିବ ନା କରିକି ଆସିଛ ରେଭେନ୍ସାକୁ ନା କରିକି ଯାଅ ଯଦି ରେଭେନ୍ସା ଉପରେ ରିଟର୍ନ କାରଣ ମୁଁ ପ୍ଲସ୍ ଥ୍ରୀ କରିବି ତ ରେଭେନ୍ସା ହିଁ କରିବି ତମ ସେଇ ସମ୍ମାନ ସାଙ୍ଗରେ ତମେ ଯୋଉ ଯୋଉ ଜାଗାରେ ଆସୁଛ ସେ ଜାଗାରେ ହୁଏତ ଶିକ୍ଷାଗତ ହିସାବରେ ବହୁତ କମ କିମ୍ବା ଏଠି ଯାହା ରିସୋର୍ସେସ୍ ଅଛି ତମ ପାଖରେ ସେ ରିସୋର୍ସେସ୍ ବହୁତ କମ ତ ସେଥିପାଇଁ ତମେ ଏଇ ଜାଗାରେ ଆସିକି ରହୁଛ ତମେ ଯେତେବେଳେ ରେଭେନ୍ସା ଆସିକି ପଢୁଛ ତମର ଗୋଟେ ସମ୍ମାନ ଅଛି କି ନାହିଁ ଗୋଟେ ଜାଗାରେ ତମେ ଏରିଆରେ ସମ୍ମାନ ପାଉଛ କି ନାହିଁ ଆମ ପୁଅ ଯାଇକି ରେଭେନ୍ସା ଅଛି ପାଉଛ କି ନାହିଁ ତେଣୁ ଏଇ ଯୋଉ ସମ୍ମାନଟା ଯୋଉ ରେଭେନ୍ସାରେ ପଢିବା ରେଭେନ୍ସା ହଉଛି ଗୋଟେ ନା ରେଭେନ୍ସା ହଉଛି ଗୋଟେ ଡ୍ରିମ୍ ଷ୍ଟୁଡେଣ୍ଟ ଲାଇଫର ଗୋଟେ ଡ୍ରିମ୍ ମୋର ବି ଡ୍ରିମ୍ ଥିଲା ରେଭେନ୍ସା ପଢିବା ଗୋଟେ କ୍ରେଜ୍ ଥାଏ ସେ ଜାଗାରେ ତୁମେ ପଢିଛ ମାନେ ତମେ କିନ୍ତୁ ତାକୁ ୟୁଟିଲାଇଜ ହେଇଗଲା ଏଠି ପିଲାମାନେ ଅଧିକ ଫେଲ୍ କାହିଁକି ନା ଆମେ ଜାଣିପାରିଲେ ଯେ ଆମକୁ କୋଉ ରାସ୍ତାରେ ପାଠ ପଢିବା କ୍ଲାସ ଡିଲେ କରିବା ସାର୍ଙ୍କ କଥା ଶୁଣିବାନି ତ ଏଇ ଜିନିଷ କଲେ ମୋ ନିଜର ହିଁ ଇଫେକ୍ଟ ହବ ଆମକୁ ଏମିତି ରେଜଲ୍ଟ କରିବାର ଅଛି ବା ଏମିତି ମାର୍କ ରଖିବାର ଅଛି ଯୋଉଟା କି ମୁଁ 10 ରଖିଛି ତାଠୁ ଆଉ 30-40% ରଖିଛି ଯଦି ମୁଁ 60% ରଖିଛି ମୁଁ 20% ଆଣିବି ଯଦି ମୁଁ 90% ଅଛି ତ ମୁଁ 90% ଟାକୁ ମେଣ୍ଟେନ କରିବି ଏଇଭଳିଆ କଲେ ତମେ ଗଭର୍ଣ୍ଣମେଣ୍ଟ ତରଫରୁ ବହୁତ ସବସିଡି ପାଇବ ତମେ ଯଦି 90% ରଖୁଛ 1.5 ତମକୁ ମିଳିବ ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉଟାକି ତମକୁ ଆହୁରି ପାଠ ପଢାରେ ସାହାଯ୍ୟ କରିବ କିଛି ବି ହେଇପାରିବ ପାଠ ପଢା ଏତେ ସହଜ ହେଇଛି ମାତ୍ର 3-4ଟି ୟୁନିଟ୍ ଯଦି ଭଲସେ ଲେଖିଦବ ଆଉ 10ଟା ୟୁନିଟ୍ ଭିତରୁ ତମକୁ 90% ସେ ସମୟକୁ ୟୁଟିଲାଇଜ ନ କରିକି ଆମେ ଯଦି ଖେଳିବା ମୋବାଇଲ ୟୁଟିଲାଇଜ ବାପା ମାଙ୍କର ଆଶା ଆଶାରେ ରହିଥିବ ଆମେ ପୁଣି ରେଭେନ୍ସା ପଢିକି ଗାଁ କଲେଜ ରେଭେନ୍ସା କଣ ଟାଇମଟା କଣ ରହିବ ବହୁତ ଖରାପ ରହିବ ଆଗରୁ ବଞ୍ଚିବାକୁ ଗଲେ ନିଜ ସମ୍ମାନ ପାଇଁ ବଞ୍ଚିବାକୁ ଗଲେ ପାଠ ପଢିକି କାରଣ ଯେହେତୁ ସେକେଣ୍ଡ ଇୟର ଆସୁଛି ଫାଷ୍ଟ ଇୟର ରହିବା ଖାଇବା ଆଡଜଷ୍ଟମେଣ୍ଟ ଭିତରେ କହିଲା ସେକେଣ୍ଡ ଇୟରରେ ଏଇ ଜିନିଷ ଯଦି ଡିଲେ ନ ହବ ଘରକୁ ଯିବା ନେଇକି ବୁଲିକି ପାଠ ପଢା ସହିତ ନିୟୋଜିତ ହେବ ଦେଖିବ ଯେତେବେଳେ ରେଜଲ୍ଟ କରିକି ଜୀବନକୁ କେତେ ଖୁସି ଲାଗିବ କେତେ ସମ୍ମାନ ପାଇବ କେତେ ପ୍ରକାର ନ୍ୟୁଜ ଚ୍ୟାନେଲ ପାଖକୁ ଆସିକି ଇଣ୍ଟରଭ୍ୟୁ ନେବା ପାଇଁ ଆଉ ସବୁ ଦୁନିଆ ଓଡ଼ିଶା ଦେଖିବେ ସେ ଘଟଣା ଆଉ ଏ ଘଟଣା ଯଦି କମ୍ପେୟାର ଖେଳୁଆ ଗୋଟେ ନ୍ୟୁଜ ଚ୍ୟାନେଲ ଯାଇକି ତମର ଅଭିଜ୍ଞତା ନବା କେମିତି ରଖିଲା ପରିସ୍ଥିତି ଖରାପ ଥାଇକି ପାଠ ପଢିକି ସେଇ ଜିନିଷଟାକୁ ମୁଣ୍ଡରେ ଆଉ ପାଠ ପଢା ପାଇଁ ଏଇଟା ମିଳିବ टाउन एरिया से सब प्रकार बही अवेलेबल पढ़ी आमको इंग्लिश स्टार्टअप स्टार्टअप करे ही हम लगी पड़ ये
ମାନେ କି ଏଇ ଗୋଟେ ନୂଆ ରୂପ ନେଇକି ନୂଆ ଶପଥ ନେଇକି ତମେ ଷ୍ଟାର୍ଟ କର ଯେମିତିକି ପରିବାରର ନାଁ ଆମେ ତମର କେତେ ଲୋକ ପରିବାରର ନାଁ ନେଇକି ପରିବାର ଯଦି ତମେ ପଇସା ଦେଇକି ସିକି ପସ୍ତେଇବେନି କି ନାହିଁ ଆମେ ପଇସା ଦେଇକି ବିଜନେସ କଲୁ ଯୋଉ ଟଙ୍କାଟା ଯୋଉ ପଠଉଛନ୍ତି ସେ ବହୁତ କଷ୍ଟ କଲେଣି ତାକୁ ଯଦି ଯେତିକି ଟଙ୍କା ତମେ ଏଠି ପେମେଣ୍ଟ କରୁଛ ସେ ଟଙ୍କା ଏ ପିଲା ଚାକିରି କରୁଛନ୍ତି ଗୋଟେ ଚାକିରିର ପଇସା ତାର ପେଟ କାଟିକି କାମ କରୁଛି ତାର ମୂଲ୍ୟ ନ ରଖିବ ମନ ଦେଇକି ପଢିଲେ ଭଲ ଦେବେ Atrás poi non è. Rajasri, attendance rate. Hello. Hello. I think the meeting there was sir. Sí. No. Single tea. Zero pepsi much live much. Next window locally. That's the person. I'm going to Excel. Excel में 2% थी वो 6%. Excel application window input the following component. Excel कौन सा है वो
क्विक एक्सेस टूलबार से ऊपर कलर कमांड फ्रीक्वेंटली यूज हो ऊपर एक ट्रांसलेट क्विक एक्सेस टूलबार बोले